ଜାଣିଛନ୍ତି କି ଚିଲିକା ହ୍ରଦ ତଳର ଏହି ଗୁପ୍ତ କଥା? କାହିଁକି ଏଠି ବାରମ୍ବାର ବୁଡ଼ିଯାଏ ଡଙ୍ଗା? ସତ ଜାଣିଲେ ଡରିଯିବେ ଆପଣ। ଚିଲିକା ହ୍ରଦ ଆମ ରାଜ୍ୟର ଗର୍ବ ଓ ଗୌରବ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖଣାହାରୀଙ୍କୁ ବିମୋହିତ କରେ। ସେଥିପାଇଁ ଏଠାକୁ ପ୍ରତିଦିନ ପର୍ଯ୍ୟଟକଙ୍କ ସୁଅ ଛୁଟେ। ହ୍ରଦ ମଝିରେ ଥିବା ଟାପୁରେ ମା କାଳିଜାଇଙ୍କ ଦର୍ଶନ ପାଇଁ ଅଗାଧ ଗାତ ପାଣିରେ ଜୀବନକୁ ଖାତିର ନ କରି ଲୋକମାନେ ଚାଲି ଆସନ୍ତି। ଏହାଛଡ଼ା ଏଠାରେ ଆପଣ ଅନେକ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ପାଇବେ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି ଚିଲିକା ହ୍ରଦ ତଳେ ଥିବା ଗୁପ୍ତ ରହସ୍ୟ ବିଷୟରେ? ଆମ ରାଜ୍ୟରେ ଅବସ୍ଥିତ ଏହି ହ୍ରଦ ଏସିଆ ମହାଦେଶର ସବୁଠୁ ବଡ଼ ଲୁଣି ହ୍ରଦ ଅଟେ, ଯାହା ପ୍ରାୟ 1000 ବର୍ଗ କିଲୋମିଟରରୁ ଅଧିକା ଅଞ୍ଚଳ ଯାଏଁ ପରିବ୍ୟାପ୍ତ। କିନ୍ତୁ ଏହି ସୁନ୍ଦର ନୀଳ ଜଳରାଶି ତଳେ ଲୁଚି ରହିଛି ବଡ଼ ରହସ୍ୟ। ଚିଲିକା ତଳେ ସାଗରୀୟ ବାଲୁକା ଓ ଖଣ୍ଡିତ ଶିଳାର ସ୍ତର ରହିଛି, ଯାହା ଶତାବ୍ଦୀ ଶତାବ୍ଦୀ ଧରି ହ୍ରଦର ପ୍ରବାହ ଓ ତରଙ୍ଗରେ ସୃଷ୍ଟି ହୋଇଛି। ଏହାର ଗଭୀରତାରେ ଅନେକ ମାଇକ୍ରୋ ଜଳଜୀବ ଓ ସେମାନଙ୍କ ଅବଶେଷ ଦେଖିବାକୁ ମିଳେ। ଆଉ ଏସବୁ ଦେଖିଲେ ଚିଲିକା ହ୍ରଦ ତଳେ ଲୁଚିଥିବା ଇତିହାସର ପ୍ରମାଣ ମିଳେ। ବୈଜ୍ଞାନିକଙ୍କ ଗବେଷଣାରେ ଜଣାପଡ଼ିଛି ଯେ 200 ବର୍ଷ ପୂର୍ବରୁ ଏଠାରେ ସ୍ଥଳଭାଗ ଥିଲା, ଯେଉଁଠି ଜନବସତି ଗଢ଼ି ଉଠିଥିଲା। ହେଲେ ଚିଲିକା ହ୍ରଦର ବିଶାଳ ଜଳରାଶି ଧୀରେ ଧୀରେ ଏସବୁକୁ ବୁଡ଼ାଇ ଦେଲା। ସେପଟେ ବୈଜ୍ଞାନିକମାନେ କହିଛନ୍ତି ଯେ ଚିଲିକା ହ୍ରଦ ତଳେ ଲୁଚି ରହିଛି ଏକ ଗୁପ୍ତ ଅଧ୍ୟାୟ। ଏହାରି ଭିତରେ କିଛି ଗାଁ ଓ ଅନେକ କାରଖାନା ପୋତି ହୋଇଯାଇଛି। ଚିଲିକା ହ୍ରଦକୁ ପାର କରିବା ପରେ ଆପଣ ଅନେକ ସ୍ଥାନ ଦେଖିବାକୁ ପାଇବେ, ଯାହାକି ବିଚ୍ଛିନ୍ନ ଭାବେ ରହିଛି। ସେଠାରେ ଆଜି ବି ଲୋକମାନେ ବାସ କରୁଛନ୍ତି। ସ୍ଥଳଭାଗଠାରୁ ବିଚ୍ଛିନ୍ନ ହୋଇଥିବା ଏହି ସବୁ ସ୍ଥାନମାନଙ୍କ ମଧ୍ୟରେ ପାରିକୁଦ ହେଉଛି ଅନ୍ୟତମ। ଚିଲିକା ହ୍ରଦର ଜଳରାଶି ଏତେ ଅଶାନ୍ତ ହୋଇଯାଏ ଯେ ଏଥିରେ ଯାତ୍ରା କରିବା ବିପଦପୂର୍ଣ୍ଣ ହୋଇଯାଏ। ଅନେକ ଲୋକ ଏବେ ବି ମା କାଳିଜାଇଙ୍କ ଦର୍ଶନ କରିବାକୁ ଯିବାବେଳେ ଡଙ୍ଗାରେ ବସିବାକୁ ଭୟ କରନ୍ତି। ହ୍ରଦର ଅଶାନ୍ତ ଜଳରାଶିରେ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ଏହାର ପ୍ରମାଣ ମଧ୍ୟ ହ୍ରଦ ତଳୁ ମିଳିଛି। ଏସବୁକୁ ଦେଖିଲେ ଜଣାପଡ଼େ ଯେ ଚିଲିକା ହ୍ରଦ ଓଡ଼ିଶାର ଏକ ବଡ଼ ଜଳ ସମ୍ପଦ ନୁହେଁ, ବରଂ ଓଡ଼ିଶା ଇତିହାସ ଓ ପରିସ୍ଥିତି ବିଜ୍ଞାନର ଏକ ଜୀବନ୍ତ ପାଠଶାଳା। ତେବେ କ'ଣ ଆପଣ କେବେ ଏହି ଚିଲିକା ହ୍ରଦରେ ଯାତ୍ରା କରିଛନ୍ତି? ନିଜ ଅନୁଭୂତି ଏଠି ଆମ ସହ ସେୟାର କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟରେ ନିଜ ମତାମତ ନିହାତି ଜଣାନ୍ତୁ। ଆମ ରାଜ୍ୟ ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଏବେ ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।